ସେଦିନ ସକାଳୁ ମୁଁ ଫୁଲ ଗନ୍ଥାରେ ଲାଗିଯାଇଥିଲି। ହେଲେ କି ଫୁଲ ଆଉ ଗୁନ୍ଥିବି? ସେଇ ତୁଳସୀ ଆଉ କୁଣା ଗେଣ୍ଡୁ, ଆଉ ତ କିଛି ନାହିଁ। କେଉଁ ଗଛରେ ବି ଫୁଲ ନାହିଁ। ବହୁତ ଶୀତ ପଡ଼ୁଛି ଏ ବର୍ଷ। ଟଗର ଫୁଲ ତ ଗଛରେ ଗୋଟିଏ ନାହିଁ। ହଉ ସେଇ ତୁଳସୀ ଆଉ ଗେଣ୍ଡୁର ମାଳ ଗୁନ୍ଥି ମନକୁ ବୁଝେଇ ଦେଉଥିଲି। ମାଳଟିଏ ଠାକୁରଙ୍କୁ କରିନଦେଲେ ମୋତେ ଭଲ ଲାଗେ ନାହିଁ। ହେଲେ ଆଜି ମୋର ବହୁତ ମାଳ କରିବାର ଥିଲା। କାହିଁକି ନା ଆଜି ଗୋଟେ ସ୍ୱତନ୍ତ୍ର ଦିନ ଥିଲା। ସେ ଦିନଟା କେଉଁ ଦିନ କହିଲେ? ଆଜି ନୁହେଁ ମ, ଡିସେମ୍ବର 9 ତାରିଖ। ଆମର ପୂଜ୍ୟ ସାର୍ଙ୍କର ଥିଲା ଜନ୍ମଦିନ। ହେଲେ ସାର୍ଙ୍କ ଜନ୍ମଦିନରେ ବା ମୁଁ କ'ଣ କରିପାରିବି? ମନରେ ଭାବିଲି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଯାଇକି ତୁଳସୀ ମାଳ ଦେବି ଆଉ ପ୍ରାର୍ଥନା କରିବି, ହେ ପ୍ରଭୁ ସାର୍ଙ୍କୁ ସୁସ୍ଥ ଦୀର୍ଘ ନିରାମୟ ଜୀବନ ଦିଅ, ତାହେଲେ ଆମର ବି ମଙ୍ଗଳ ହେବ। ଆମେ ସମସ୍ତେ ସାର୍ଙ୍କ ଅନୁସରଣରେ ଆଧ୍ୟାତ୍ମିକ ପଥର ଯାତ୍ରୀ ହେବୁ। ନୀତି ନୈତିକତାକୁ ଧରି ଭଲ ମଣିଷ ହେଇପାରିବୁ। ସେଇଥିପାଇଁ ତ ସକାଳୁ ଲାଗି ପଡ଼ିଥିଲି। ହେଲେ ଏତେ ଗୁଡ଼ିଏ ମାଳ କ'ଣ ମୁଁ କରିପାରିବି? ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ମାଳ ନ ନେଇ କେବଳ ଜଗନ୍ନାଥଙ୍କ ପାଇଁ ମାଳ ନେଇ ହେବନି, ସାର୍ ନିଜେ କହିଛନ୍ତି। ତେଣୁ ଗୋଟିଏ ମାଳ ମୁଁ ଗୁନ୍ଥିଦେଲି, ଆଉ ସବୁ ମାଳ ପାଇଁ ତୁଳସୀ ତୋଳି ସଜାଡ଼ିଦେଲି। ବୋହୂମାନେ ଗାଧେଇ ପାଧେଇ ଆସି ଦେଖୁନାହାନ୍ତି କେଡ଼େ କେଡ଼େ ମାଳଟି ମାନ ଗୁନ୍ଥିଦେଲେ। ମୁଁ ଏକୁଟିଆ କେଉଁଠି ଏ କାମ ପାରିଥାନ୍ତି। ସେଇଥିପାଇଁ ମୁଁ ସବୁବେଳେ ଜଗାଙ୍କ ପାଖରେ କୃତଜ୍ଞ ହୁଏ। ମୋତେ ସତେ ଯେମିତି ଦୁଇଟା ହାତ ଦେଇ ଦେଇଛନ୍ତି। ମୋ ନିଜ ହାତରେ ମୁଁ ଯାହା କରି ନପାରେ, ଏ ଦୁଇ ହାତର ସହାୟତାରେ ତା କରିଦିଏ। ଜଗା ବଳିଆଙ୍କର ସମାନ ଦୁଇଟି ମାଳ, ମା ସୁଭଦ୍ରାଙ୍କର ଟିକିଏ ଛୋଟ ମାଳଟିଏ, ଆଉ ସୁଦର୍ଶନଙ୍କ ପାଇଁ ବି ମାଳଟିଏ। ସେମାନଙ୍କ ପାଇଁ ମାଳ ନେଇଗଲେ ଘରେ ଠାକୁରଙ୍କୁ ମାଳଟିଏ ନଦେଲେ ମୋ ମନ ବୁଝେନି। ସେଥିପାଇଁ ଆମ ଘରେ ଦିନେ ଦିନେ ଏମିତି ମାଳ ଗୁନ୍ଥା କାର୍ଯ୍ୟକ୍ରମ ଚାଲେ। ଏବେ ବହୁତ ଦିନ ହେଲାଣି ବାଡ଼ିରେ ବେଶୀ ଫୁଲ ନଥିବାରୁ ମାଳ ଗୁନ୍ଥି ହେଉନଥିଲା। ତୁଳସୀ ସବୁ କଅଁଳି ଥିଲେ। ତେଣୁ ମୁଁ ଭାବିଲି ଗେଣ୍ଡୁ ଆଉ ତୁଳସୀରେ ସୁନ୍ଦର ମାଳ ସବୁ ଗୁନ୍ଥିବି। ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ମାଳ ଗୁନ୍ଥି ସାରି କେମିତି ଯିବି ବୋଲି ଭାବୁଛି। ହଠାତ୍ ତାଙ୍କର ଗୋଟେ ଫୋନ୍ ଆସିଲା, ଆଉ ତାଙ୍କୁ ମାର୍କେଟ ବିଲ୍ଡିଂ ଯିବାକୁ ଥିଲା। ମୋ ମନ ଖୁସି କହିଲେ ନ ସରେ। ସନ୍ଧ୍ୟାବେଳେ ଯେଉଁ ମାଳ ଧରି ଯାଇଥାନ୍ତି ତାକୁ ଠିକ୍ 9ଟା 9:30 ଭିତରେ ହିଁ ପଠାଇଦେଲି। ଆଉ ଏଇ ପିଲାମାନଙ୍କ ସହାୟତାରେ ମାଳ ସବୁ ତ ଗୁନ୍ଥା ହେଇଯାଇଥିଲା। ଜଗନ୍ନାଥଙ୍କର କ'ଣ କମ୍ ଭେଳି କି? ତାଙ୍କୁ ଏକୁଟିଆ କେଉଁ ଜିନିଷ ଦେଲେ ସିଏ ପୁରା କୁଆଡ଼େ ଖୁସି ହୁଅନ୍ତିନି। ଯାହା ଦିଆହେବ ଆଗେ ନେଇକି ସାନ ଭଉଣୀ ଗେହ୍ଲେଇକୁ ଦେବେ, ସିଏ ଦେବେ ନେଇକି ବଳଦେବଙ୍କୁ, ବଳଦେବ ନେଇକି ଦେବେ ସୁଭଦ୍ରାଙ୍କୁ। ଏଇଠି ମୋ ଠାକୁରଙ୍କୁ ମାଳ ଦେଇଥିଲି। ଆଉ ସେଠି ଯାଇ ଆମେ ରାତିରେ ହିଁ ପହଞ୍ଚିଲୁ, କାହିଁକିନା ଦିନ ଯାକର କାମ ସାରି ସକାଳୁ ଯିବାକୁ ଆଉ ସୁଯୋଗ ନଥିଲା। ସାର୍ ସବୁବେଳେ ଏମିତି ହାତରେ ଖାଦ୍ୟ ପ୍ରସ୍ତୁତ କରି ଆମମାନଙ୍କୁ ଦିଅନ୍ତି, ଆଉ ପଚାରନ୍ତି କେମିତି ହେଇଛି। ଭାରି ଖୁସି ଲାଗେ ସେ ମୁହୂର୍ତ୍ତ। ସେଠି ପ୍ରସାଦ ପାଇବାର ଖୁସି ସବୁବେଳେ ନିଆରା। ସେଦିନ କ'ଣ ଖାଲି ପ୍ରସାଦ ପାଇଲୁ କି? ସେଦିନ ଆଶ୍ରମରେ ବହୁତ ପ୍ରକାର କାର୍ଯ୍ୟକ୍ରମ ଚାଲିଥିଲା। ସବୁଠୁ ମୋତେ ଭଲ ଲାଗୁଥିଲା ଠାକୁରଙ୍କ ଆଗରେ ଏଇ ଦେବଦାସୀ ନୃତ୍ୟ। ହେଲେ ମୁଁ ସେ ଭଉଣୀ ଜଣକ କିଏ କଳାକାର ମୁଁ ଜାଣିପାରିଲିନି। ସେ ଯିଏ ବି ହୁଅନ୍ତୁ, ଏବେ ତ ତାଙ୍କ ପରିଚୟ ସିଏ ଜଣେ ଦେବଦାସୀ। ଜଗନ୍ନାଥଙ୍କ ସାମ୍ନାରେ ସେ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରୁଥିଲେ। ଆଉ ଆମେ ସମସ୍ତେ ଯିଏ ଯେଉଁଠି ପାରିଲୁ ଦେଖୁଥିଲୁ। ମୋ ଜୀବନରେ ଏଇଟା ଥିଲା ପ୍ରଥମ। ଜଗନ୍ନାଥଙ୍କ ଆଗରେ ମୁଁ ଶୁଣିଛି ସିନା, ହେଲେ କେବେ ଦେଖିନଥିଲି। ସତରେ ଆମ ଠାକୁର କେଡ଼େ ରସିକିଆ, ଆମ କେଡ଼େ କଳାପ୍ରେମୀ। ଏଇ କଥା ଭାବି ମନେ ମନେ ଖୁସି ହେଉଥିଲି। ଯାହା ହଉ ସାର୍ଙ୍କ ଯୋଗୁଁ ଜୀବନରେ ଜଗନ୍ନାଥଙ୍କ ସମ୍ପର୍କରେ ବହୁତ କିଛି ଜାଣିବାର ସୁଯୋଗ ପାଏ। ସେଇଥିପାଇଁ ମୋତେ ବହୁତ ଖୁସି ଲାଗେ। ଆଉ ସବୁବେଳେ ମୁଁ ମୋ ଠାକୁରଙ୍କ ଭିତରେ ଜଗନ୍ନାଥଙ୍କ ସତ୍ତାକୁ ଅନୁଭବ କରେ। ମୋ ପାଇଁ ମୋ ଠାକୁର ଯିଏ, ଜଗନ୍ନାଥ ସିଏ। ହେଲେ କ'ଣ କରିବି, ଠାକୁରଙ୍କୁ ଛାଡ଼ିପାରୁନି, ଜଗନ୍ନାଥଙ୍କୁ ବି ଛାଡ଼ିପାରୁନି, ସଂସାର ବି ଛାଡ଼ିପାରୁନି। ଯାହା ପାଇଁ ଯେତିକି ସମୟ ଦେବାକୁ ମନ ହୁଏ ଦେଇପାରେନି। ସେଇଥିପାଇଁ ଭାବେ, ପ୍ରଭୁ ତମେ ମୋତେ ଏମିତି ଦୋଛକିରେ କାହିଁକି ରଖିଛ? ମୁଁ ସଂସାରର ବି ହେଇପାରୁନି କି ତମର ବି ହେଇପାରୁନି। ପୁଣି ଭାବେ ନା ଠାକୁର ମୋତେ ବହୁତ ଭଲରେ ରଖିଛନ୍ତି। ମୁଁ ତାଙ୍କର ବି, ଆଉ ମୋ ସଂସାରର ବି। ତାଙ୍କ ପାଇଁ ମୁଁ ଯାହା କରିବାକୁ ଚାହିଁଲେ ମୋତେ କ'ଣ ମୋ ସଂସାରରେ କିଏ ବିରୋଧ କରେ କି? ସମସ୍ତେ ତ ମୋତେ ସହଯୋଗ କରନ୍ତି। ସକାଳୁ ବୋହୂମାନଙ୍କ ସହାୟତାରେ ଫୁଲମାଳ ଗୁନ୍ଥି ତାଙ୍କ ହାତରେ ପଠାଇ ଦେଇଥିଲି। ଆଉ ସନ୍ଧ୍ୟାବେଳେ ପୁଅ କହିଲା ନେଇଯିବ ବୋଲି। ତେଣୁ ଲିପି ଆଉ ଛୁଆ ଦିହେଁ ମୁଁ ଗଲୁ। ଆଉ କିଏ ଯିବା ସୁବିଧା ନଥିଲା। ହଉ ଯାହା ବି ହଉ ମୁଁ ତ ଯାଇପାରିଲି ନା। ଆଉ ରାତିରେ ଯାଇକି ତ ଏଇ କାର୍ଯ୍ୟକ୍ରମ ସବୁ ହେଲା। ଖାଲି କ'ଣ ଦେବଦାସୀ ନୃତ୍ୟ ପ୍ରଦର୍ଶିତ ହେଉଥିଲା କି?
ଯିଏ ଯାହା କଳା ନୈପୁଣ୍ୟ ଦେଖାଉଥିଲେ ଆଉ ସମସ୍ତେ ଅନ୍ତରର ଆବେଗରେ ସାର୍ଙ୍କ ପାଇଁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିଲେ। ଆମେ ତ ଆମ ବିପଦ ବେଳେ ସାର୍ଙ୍କୁ ସାହା ଭରସା ବୋଲି ଭାବିଛୁ, ତାଙ୍କ ପାଇଁ ବା ଆମେ କ'ଣ ପ୍ରାର୍ଥନା କରିବୁ? ସେଇ ଜଗନ୍ନାଥଙ୍କ ପାଖେ ହିଁ ପ୍ରାର୍ଥନା କରୁଥିଲୁ ସାର୍ ସବୁଦିନେ ଆମ ପଥ ପ୍ରଦର୍ଶକ ହେଇଥାନ୍ତୁ। କିଏ ବାଦ୍ୟରେ, କିଏ ଗୀତରେ, କିଏ ନୃତ୍ୟରେ ନିଜ ନିଜର ଭକ୍ତି ଅର୍ଘ୍ୟ ଅର୍ପଣ କରୁଥିଲେ। ମୁଁ ଖାଲି ଦେଖୁଥିଲି, ଭାବୁଥିଲି ଯଦି ଠାକୁର କୃପା କରିବେ ଆର ବର୍ଷ ଏଇ ଦିନକୁ ମୁଁ ନିଶ୍ଚୟ ଜଗନ୍ନାଥଙ୍କ ଆଗରେ ଗୋଟେ ଭଜନ ଗାଇବି। ମୁଁ ଏମିତି ସିନା ଗାଇଦିଏ, ହେଲେ 5 ଲୋକଙ୍କ ଆଗରେ ଗାଇବାର ଯୋଗ୍ୟତା ମୋର ନାହିଁ। ଦେଖିବା ଯଦି ସମ୍ଭବ ହେବ, ନହେଲେ ଜଗନ୍ନାଥଙ୍କ ପାଖରେ ତ ମୁଁ ସବୁବେଳେ ଜଣାଣ ଗାଏ, ହେଲେ ଏମିତି ଜାଗାରେ କେବେ ଗାଇନି। ଆଗକୁ ଆଶାଟିଏ ରଖିଛି। ଦେଖୁନାହାନ୍ତି ସେ ଭାଇ କେମିତି ସୁନ୍ଦର ଜଣାଣ ଗାଇଲେ, କେମିତି ନୃତ୍ୟ ହେଲା, କେମିତି ବଇଁଶୀ ବାଜିଲା। ଆଉ ସବୁଠୁ ଶେଷରେ ସବୁଠୁ ମଜା କଥା କ'ଣ ହେଲା କହିଲେ? ଆମ ନିଟୁ ନିଟି ଭଳି ଯିଏ ସବୁ କୁନି ପିଲା ଯାଇଥିଲେ ଭାରି ଆନନ୍ଦରେ କେକ୍ ଖାଉଥିଲେ। ଆଉ ଏ କେକ୍ ସବୁ ଯେଉଁମାନେ ନିଜେ ଘରେ ତିଆରି ଶିଖିଛନ୍ତି ନିଜ ହାତରେ ତିଆରି କରିକି ନେଇଥିଲେ। ସବୁ କାମ ସାରି ଫେରିଲା ବେଳକୁ ସବୁବେଳେ ହିଁ ମୋତେ ଦୁଃଖ ଲାଗେ। ସେ ଆଶ୍ରମର ପରିବେଶକୁ ମୁଁ ବାରମ୍ବାର ଅନେଇ ଅନେଇ ଆସେ। ଦିନ ଅପେକ୍ଷା ମୋତେ ରାତିର ପରିବେଶ ବେଶୀ ଭଲ ଲାଗେ। ଦେଖୁନାହାନ୍ତି ସେଦିନ ଆଶ୍ରମ କେମିତି କୋଳାହଳମୟ ଥିଲା। ଆମେ ଡେରି ରାତିକି ଫେରିଲୁ। ଆଉ ମନେ ମନେ ଭାବୁଥିଲି ସତରେ ସାର୍ଙ୍କର ସୁସ୍ଥ ଦୀର୍ଘ ନିରାମୟ ଜୀବନ ଜଗନ୍ନାଥ ହିଁ ପ୍ରଦାନ କରିବେ। ସେଇଥିପାଇଁ ତ ଆମ ସମସ୍ତଙ୍କର ଏତେ ପ୍ରାର୍ଥନା। ସେତିକି ହିଁ ଜଗନ୍ନାଥଙ୍କୁ କୋଟି ପ୍ରଣାମ ସହିତ ଜଣାଇ ଘରକୁ ବିଦାୟ ନେଲି। ଆଉ ବାଟ ସାରା ଆଶ୍ରମ କଥା, ସାର୍ଙ୍କ କଥା ହିଁ ପଡ଼ିଥିଲା। ସାର୍ ଯେଉଁ ଭଳିଆ ଖାଇବାକୁ ଦିଅନ୍ତି କେଉଁ ମାଆ ବି ଏମିତି ଦେଇପାରିବନି। ସେଇ କଥା ମୁଁ ସବୁବେଳେ କହେ, ସବୁବେଳେ ଅନୁଭବ କରେ। କେତେ ସ୍ୱାଦିଷ୍ଟ ଜିନିଷ ସବୁ ସେଠି ଥିଲା। ହେଲେ ମୁଁ ସେସବୁର ଚିତ୍ର କାହିଁକି ଉତ୍ତୋଳନ କଲିନି କହିଲେ? ଆମେ ନା ଆଶ୍ରମରେ ସବୁ ଛୋଟ ପିଲା ହେଇଯାଉ, ଆଉ ସମସ୍ତେ ହାତରେ ନେଇକି ଏମିତି ଖୁସିରେ ଭୋଗ ଖାଉଥିଲୁ, କାଳେ କାହାକୁ ଭଲ ଲାଗିବ ନ ଲାଗିବ, ସେଥିପାଇଁ ସେସବୁ ମୁଁ ମୋ ଭିଡ଼ିଓରେ ପକାଇ ନଥିଲି। କିଛି ସମୟ ପରେ ମାଉସୀ ଆସିଯାଇଥିଲେ। ଆଉ ମାଉସୀଙ୍କ କଥା କ'ଣ କହିବି, ତାଙ୍କ କଥା କହିବାକୁ ହେଲେ ପୁରା ଗୋଟେ ଅଲଗା ଭିଡ଼ିଓ କରିବାକୁ ପଡ଼ିବ। ସେ ସେତିକି ମହିୟସୀ ଯେ ସାର୍ଙ୍କ ଭଳିଆ ପୁତ୍ରକୁ ଜନ୍ମ ଦେଇଛନ୍ତି। ସେ ଆସିଲା ପରେ ତ ସମସ୍ତେ ଖୁସି ହେଇଗଲେ, ଆଉ ତାଙ୍କ ସହିତ ଫଟୋ ନେଲେ। ତାପରେ ଆମେ ଘରକୁ ଫେରିଲୁ। ସାଙ୍ଗରେ 2 ଛୁଆ ଥିଲେ ନା, ଆଉ ଯେତେ ରହିବାକୁ ଇଚ୍ଛା ହେଲେ ବି କ'ଣ ରହିହେବ? ଏସବୁ ଜାଗାରେ ରହିବାକୁ ଇଚ୍ଛା ହେଉଥିଲେ ବି ସଂସାର ଜଞ୍ଜାଳରେ ଭିଡ଼ି ହେଇ ମୁଁ ପଳେଇ ଆସେ। ସେଇଥିପାଇଁ ତ କହିଲି ମୋ ଜଗା ମୋତେ 2 କୂଳ କରିକି ରଖିଛି। ଏପଟ